ବାଲେଶ୍ୱର ଜିଲ୍ଲା ସୌର କଲେଜ ନିକଟସ୍ଥ ଏମ୍ଏନ୍ ବ୍ରହ୍ମଶ୍ମୀ ରେସିଡେଣ୍ଟାଲ ଟ୍ୟୁଟୋରିଆଲର ସପ୍ତମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗୋପପ୍ରାଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସିଂ, ମୁଖ୍ୟ ବକ୍ତା ଭାବେ ବାଲେଶ୍ୱର ମହିଳା କଲେଜ ଅଧ୍ୟକ୍ଷ ଉମାକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ମହିଳା କଲେଜ ଅଧ୍ୟାପକ ନିଶିକାନ୍ତ ପଣ୍ଡା, ଏମ୍ଏନ୍ ବ୍ରହ୍ମଶ୍ମୀ ଟ୍ୟୁଟୋରିଆଲ ଚେୟାରମ୍ୟାନ୍ ମାନସ ରଞ୍ଜନ ବେହେରା, ଅଧ୍ୟାପକ ନିରଞ୍ଜନ କୁମାର ସାହାଣୀ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କମଲ ଲୋଚନ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅନୁଷ୍ଠାନର ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ଆଦର୍ଶ ଶିକ୍ଷାର୍ଥୀ ଗଠନ କରିଅଛି। ତନ୍ମଧ୍ୟରୁ ଏହି ଅନୁଷ୍ଠାନର ଛାତ୍ର 2025 ମସିହାରେ ଅରବିନ୍ଦ ସାହୁ ସର୍ବଭାରତୀୟ ସ୍ତରରେ 1828ତମ ସ୍ଥାନ ଅଧିକାର କରି ବର୍ତ୍ତମାନ କଲିକତା ଏମ୍ସରେ ଅଧ୍ୟୟନରତ ବୋଲି ବକ୍ତବ୍ୟରେ କହିଥିଲେ। ଏଥିରେ ସମସ୍ତ ଅତିଥିଗଣ ଏହି ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। चिदानंद स्वरूप परमात्मा को अनंतता तेरे ओंकार निनादरे आज जे शिक्षानुष्ठान शिक्षा संस्कृति